ସୋ ଭାଇ ମାନେ ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବାକୁ ଚାହୁଁଛି କି ମୁଁ ଏଇ ଟପିକଟା ଓଡ଼ିଆରେ ବନଉଛି କାହିଁକି ମୁଁ ଓଡ଼ିଆରେ ବହୁତ ଫ୍ଲୁଏଣ୍ଟ ଆଉ ମୁଁ ଓଡ଼ିଆରେ ବହୁତ ଟପିକ ଏମିତି ମୁଁ କହିପାରିବି। ମୁଁ ଆକ୍ଚୁଆଲି ଏଇଟା କହିବାକୁ ଚାହୁଁଛି କି ଏ ଦୁନିଆରେ ସବୁଠୁ ବେଷ୍ଟ ଜିନିଷ ହଉଛି ସେ ହେଲା ହ୍ୟୁମାନ କନେକ୍ସନ। ଅଗର ତମେ ହ୍ୟୁମାନ କନେକ୍ସନ ଯଦି ସେଇଟାକୁ ଡେଭଲପ କରିଦେଲା ନା ତମେ କୌଣସି ଫିଲ୍ଡରେ ବହୁତ କିଛି କରିପାରିବ। ଯେମିତି କି କଣ୍ଟେଣ୍ଟ କ୍ରିଏସନ ବି ଦେଖିଛି ତମେ ଭାବିବ କି ମୁଁ ତ ଖାଲି ପଢାଇରେ ଫୋକସ କରିବି ଆଉ କୌଣସି ଜିନିଷ ଉପରେ ଫୋକସ କରିବି ଏଇ ଝିଅ ଲଣ୍ଡିଆ ବାଜି ଆଉ ସାଙ୍ଗ ସାଙ୍ଗେ କଥା ହବା ଲୋକଙ୍କ ସାଙ୍ଗେ କଥା ହବା ଏସବୁ ଟାଇମ ୱେଷ୍ଟ। ତମେ ଏଇଗୁଡା ସବୁ ଯଦି ଭାବୁଥିବ ନା ଏଇଟା ହୁଏ ବହୁତ ଭୁଲ। ଅଗର ତମ ପାଖରେ ଗୋଟେ ଭଲ ସୋସିଆଲ ସ୍କିଲ୍ ଥିବ ନା ତମେ କିଛି ବି ଲାଇଫରେ ଅଚିଭ୍ କରିପାରିବ। ତମର ଆମେ ହ୍ୟୁମାନ ବିଙ୍ଗ ଆମେ ହେଇଛୁ ଲୋକଙ୍କ ସାଙ୍ଗରେ କଥା ହେବା ପାଇଁ ନା କି ଆମେ ସିଗ୍ମା ବାବ ଆଲଫା ସେଗୁଡା ହେବା ପାଇଁ ହେଇନୁ। ଆମେ ଜଷ୍ଟ ଗୋଟେ ହ୍ୟୁମାନ ବିଙ୍ଗ we are simple human beings so we have to talk to other to a human being। ତମେ ଏବେ ତମେ ହ୍ୟୁମାନ ବିଙ୍ଗ ନୁହେଁ ତମେ ମଣିଷ ନୁହେଁ। ଅଗର ତମେ ମଣିଷ ହେବାକୁ ଚାହୁଁଛ ଯାଇକି ମଣିଷ ସାଙ୍ଗରେ କଥାବାର୍ତ୍ତା କର ନା କି ଏଆଇ ନା କି ମୋବାଇଲ। ତମେ ଭାଇ ତମ ଲାଇଫ ର ସତ କଥା ହଉଛି ତମେ ଲାଇଫ ର ବହୁତ ଟାଇମ ତମେ ମୋବାଇଲ ସ୍କ୍ରିନ ଉପରେ ବେଶୀ ଖର୍ଚ୍ଚ କରୁଛ। ଏଇଟା ଟାଇମ ୱେଷ୍ଟ ନୁହେଁ? ଏଇଟା ତମକୁ ଟାଇମ ୱେଷ୍ଟ ଲାଗୁନି? ଏଇଟା ଆସିଲେ ଗୋଟେ ଟାଇମ ଲୋକ ଗୁଡା କହୁଛନ୍ତି କି କି ଲଣ୍ଡିଆ ବାଜି କି ସାଙ୍ଗ ଫାଙ୍ଗ ମାନେ ଏସବୁ ଚୁତିଆପା। ଭାଇ ତମ ପାଇଁ ଚୁତିଆପା ହେଇପାରିବ ବଟ ଆମ ପାଇଁ ଏ ସବୁ ଚୁତିଆପା ନୁହେଁ। ଆମେ କାହିଁକି ଗୋଟେ ମଣିଷ ତ ମଣିଷ ଗୋଟେ ମଣିଷ ସାଥିରେ କଥା ହବ ଆଉ କାହା ସାଙ୍ଗରେ କଥା ହବ। ମୁଁ ତମର ମାଇଣ୍ଡ ଟାକୁ ଚେଞ୍ଜ କରିବାକୁ ଚାହୁଁଛି। ତମେ ଭାଇ ଚୁତିଆପା ହିଁ କରୁଛ ଲାଇଫରେ କିଛି ତମ ପାଖରେ କୌଣସି ପର୍ପସ ନାହିଁ କି ଇଏ ନାହିଁ। ତମେ ଭାଇ ଆକୁ ପଢୁଛ ରଗଡ ରଗଡି କରି ପଢୁଛ କଣ ତମ କିଛି ଲାଭ ହଉଛି? ତମେ ଏତେ ଜ୍ଞାନଠୁ ମୁଁ ଜାଣିନଥିଲି ତମେ ଭାବୁଛ ପାଠ ପଢିଥିଲେ ସବୁ କିଛି ହେଇଯିବ। ସେଟା କେବେ ବି ହବନି। ଭାଇ ଆମ ମା ବାପା ଯେବେ ତାଙ୍କ ଉପରେ କିଛି ଅ, ନଥିଲା ଖାଇବା ପାଇଁ କିଛି ବି ନଥିଲା ସେ ସବୁ ସୁବିଧା ନଥିଲା ସେ କଣ କରିବେ? ସେ ପାଠ ପଢା ହିଁ ଛଡା ଆଉ କିଛି ଭାବୁନଥିଲେ। ଆଉ ସିଏ ସବୁ ଏ ଯୁଗରେ ଆପ୍ଲାଏ କରିବ ନା ସେ ସବୁ ଜ୍ଞାନ ଏଇ ଯୁଗରେ ଆପ୍ଲାଏ କରିବ ନା ତମ ଧ୍ୱଂସ ବହୁତ ଜଲ୍ଦି ହେଇଯିବ। ବହୁତ ଜଲ୍ଦି ହେଇଯିବ। ସତରେ ଏଇ ଯୁଗରେ ତମକୁ କଣ ଲାଗୁଛି ତମେ ଆହ, ପାଠ ପଢିବ ଆଉ କିଛି ଲାଇଫରେ କିଛି କରିବନି ନା ସ୍ପୋର୍ଟସ ଖେଳିବ ନା ଇଏ ତମ ହବିସକୁ କିଛି ଡେଭଲପ କରିବ ନା ତମେ ଭାଇ ତ ତମେ ମଣିଷ ନୁହେଁ। ଆଗ ତମେ ମଣିଷ ହେବା ପାଇଁ ଚାହୁଁଛ ଯାଇକି କଥାବାର୍ତ୍ତା କର ଭାଇ ତମ ହବିସକୁ ଡେଭଲପ କର ନହେଲେ ତମେ ଲାଇଫରେ କିଛି କରିପାରିବ। ଏଇଟା ଆକ୍ଚୁଆଲି ସତ କଥା। ମୋ ଲାଇଫରେ ଗୋଟେ ଇନସିଡେଣ୍ଟ ମୁଁ ତମକୁ କହିବାକୁ ଚାହୁଁଛି କି ଦେଖ ଯେବେ ମୁଁ 2019 ବେଳକୁ ସେତେବେଳେ ସିଗ୍ମା ଟ୍ରେଣ୍ଡ ବହୁତ ଚାଲିଥିଲା। ତା ଭିତରେ ମୁଁ ଥମସ ସେଲଭିର ଇଏ ଦେଖୁଥିଲି ସେ ସବୁ ଦେଖୁଥିଲି ପାଣ୍ଡେମିକ ସେଇଦିନ ଥିଲା ନା ସେ ଟାଇମରେ ପାଣ୍ଡେମିକ ଥିଲା। ସେ ଦିନରେ କଣ ହଉଛି କି ଆମେ ଘରେ ଏକେଲା ହିଁ ରହୁଛୁ କିଛି ବାହାରକୁ ନା ଯାଇପାରୁଥିଲୁ ନା କିଛି ମେଣ୍ଟାଲ ହେଲ୍ଥ ସେତେବେଳେ ମେଣ୍ଟାଲ ହେଲ୍ଥ ବି ବହୁତ ଖରାପ ଥିଲା। ଆମେ ସବୁ ଡିପ୍ରେସନରେ ବସିଥିଲୁ। ଆମେ ମତଲବ ତମେ ବି ଯାଉଛ ସେତେବେଳେ ମୋ ଥରେ ଏମିତି ଇନସିଡେଣ୍ଟ ହେଇଥିଲା। ମୁଁ ଗୋଟେ ଏମିତି ବନ୍ଦା ଥିଲି କି ଯିଏ କାହା ସାଙ୍ଗରେ ବି କଥା ହେଇପାରୁଥିଲା କାହା ସାଙ୍ଗରେ ବି ମତଲବ କାହା ସାଙ୍ଗରେ ବି ମାନେ ଟିଚରଙ୍କ ସହିତ ମୁଁ ଆରାମସେ କନଭରସେସନ ଷ୍ଟାର୍ଟ କରିବି ଆଉ ତାଙ୍କ ଇମୋସନ ଏମିତି ମତଲବ ହ୍ୟୁମାନ କନେକ୍ସନ ମୁଁ ଆରାମସେ କରିଦେବି ହେଲା। ସେତେବେଳେ ମାନେ ଏମିତି ଥିଲି ବଟ୍ କଣ ହେଲା କି ଯୋଉ କରୋନା ଆଇଲା ମୁଁ ଭୁଲିଗଲି। ମୁଁ ଏ ମୋବାଇଲ ପଛରେ ପଡିକି ମୁଁ ଭୁଲିଗଲି କେମିତି ଗୋଟେ ମଣିଷ ସାଙ୍ଗରେ କେମିତି କଥା ହବା। ତାପରେ ମୋର ଧୀରେ ଧୀରେ ଡାଉନଫଲ ହେଲା। ମୁଁ ଟପର ରୁ ଧୀରେ ଧୀରେ ଖସି 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 ଗୋଟେ
ମୁଠି ମାରୁଥିବ ଗୋଟେ ଲୁଜର ହେଇକି। ଆଉ ମୋ ଲାଇଫରେ ନା ପର୍ପସ୍ ନଥିଲା, ନା ସେତେବେଳେ କିଛି ବି ନଥିଲା ମୋର। ଏବେ ତ ମୋ ଘରେ ନାହିଁ, ମୁଁ ଏଟା ବି ମନା ବି କରୁନି। ବଟ୍ ମୁଁ ଏବେ କଲେଜରେ ଅଛି, ତ ଏଇ କଲେଜ ଲାଇଫକୁ ଏନ୍ଜୟ କରିବା ପାଇଁ ତ ମତେ ଲୋକଙ୍କ ସହିତ ମିଶିବା ହିଁ ପଡିବ, ନହେଲେ ମୋ ଲାଇଫ ଯୋଉଠି ଥିଲା ସେଇଠି ରହିଯିବ। ସୋ ମୁଁ ଏଇଟା କହିବାକୁ ଚାହୁଁଛି, ତମେ ଭାଇ ଯାଇ କଥା ହବ, ଝିଅ ହଉ କି ପୁଅ ହଉ, ଯୋଉଟା କି ମୁଣ୍ଡରେ ପୁରାଉନା। ଆଉ ଯେତେବେଳେ କଥା ହବ ତ ଝିଅ ପିଲାଙ୍କ ସାଙ୍ଗରେ, କେବେ ଏଇଟା ଭାବିବନି ମୁଁ ଆକୁ ପରେ ଯାଇକି ବୟଫ୍ରେଣ୍ଡ କରିବି। ଇଏ ସବୁ ହopes ନିଜ ମନରୁ କାଢିଦିଅ ହେଲା। ନହେଲେ କଥାବାର୍ତ୍ତା ଝିଅ ପିଲାଙ୍କ ସହିତ ଆରାମସେ କରିପାରିବନି। ତମ ଘରେ ଗୋଟେ ଆ ମୁଁ ତାଙ୍କୁ ଦେଇ ତମ ଘରେ ତମେ ଭାବିବ କି ମୁଁ ଏଇ ଝିଅକୁ ମାନେ କୋଉଭଳିଆ କଥା କହିବି, କୋଉଭଳିଆ ଟପିକ କହିବି କି ଯିଏ ଇଏ ଝିଅ ମୋର ଗର୍ଲଫ୍ରେଣ୍ଡ ହେଇଯାଉ। ଭାଇ ସେମିତି ଭାବିବା ବହୁତ ଭୁଲ, ସତରେ ଭୁଲ। ଆଉ ସେମିତି ଭାବିକି କଥା ହବ ନା, ତମେ ଗୋଟେ ଗ୍ରୀଫ ହେଇଯିବ। ତମ ପାଖରେ ଏଇ ଆବିଲିଟି ନାହିଁ କି ତମ କନଭରସେସନକୁ ଇନିସିଏଟ କରିପାରିବ, ଯାଇକି ଆଗେ ମଣିଷ ସହିତ କଥା ହବ। So that's it for the this video. Okay, bye. Thank you.